ଗଜନୀରେ ଚର୍ଚ୍ଚିତ ଖଳନାୟକ ବୁଜିଲେ ଆଖି। 74 ବର୍ଷରେ ପ୍ରଦୀପ ରାଉତଙ୍କ ପରଲୋକ। ମୁମ୍ବାଇ ଲଗାନ, ଗଜନୀ, ସରଫରୋଶ ଏବଂ ବି.ଆର୍. ଚୋପ୍ରାଙ୍କର ମହାଭାରତ ଭଳି ଲୋକପ୍ରିୟ ସିନେମା ଏବଂ ଧାରାବାହିକ ନିଜର ଦମଦାର ଅଭିନୟ ପାଇଁ ଜଣାଶୁଣା ବରିଷ୍ଠ ଅଭିନେତା ପ୍ରଦୀପ ରାଉତଙ୍କ 74 ବର୍ଷ ବୟସରେ ନିଧନ ହୋଇଛି। ପ୍ରଦୀପଙ୍କ ମୃତ୍ୟୁ ନେଇ ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି। ଏହି ବରିଷ୍ଠ ଅଭିନେତା ଦୀର୍ଘ ଦିନରୁ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ପ୍ରଦୀପଙ୍କର ବିୟୋଗ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି। ପ୍ରଦୀପ ରାଉତଙ୍କର ମ୍ୟାନେଜର ତାଙ୍କ ମୃତ୍ୟୁର ସୂଚନା ଦେଇଛନ୍ତି। ଆଜକ ରିପୋର୍ଟ ଅନୁଯାୟୀ ତାଙ୍କ ମ୍ୟାନେଜର କହିଛନ୍ତି ଯେ ଅଭିନେତା ଜଣକ ଗତ 5 ବର୍ଷ ଧରି ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲା, କିନ୍ତୁ କିଛି ମାସ ପୂର୍ବେ ପୁଣି ଥରେ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ସେ ଗତ 2 ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟି ଚାଲିଥିଲା। ଶେଷରେ ମଙ୍ଗଳବାର ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପରିବାର ଅନୁଯାୟୀ ବୁଧବାର ତାଙ୍କର ଅନ୍ତିମ ସଂସ୍କାର କରାଯିବାର ଆଶା କରାଯାଉଛି। ପ୍ରଦୀପ ରାଉତ ବି.ଆର୍. ଚୋପ୍ରାଙ୍କର ଟିଭି ଶୋ ମହାଭାରତର ଅଶ୍ୱତ୍ଥାମା ଭୂମିକାରେ ଅଭିନୟ କରି ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼, ମାଲାୟାଲମ, ବଙ୍ଗାଳୀ ଏବଂ ଭୋଜପୁରୀ ଚଳଚ୍ଚିତ୍ରରେ କାମ କରିଥିଲେ। ହିନ୍ଦୀ ସିନେମାରେ ସେ ଲଗାନ, ସରଫରୋଶ, ଗଜନୀ, ବୈଜୁ ବାୱର, ଆୱାର ପାନ ଏବଂ ଗ୍ରାଣ୍ଡ ମସ୍ତି ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ତେଲୁଗୁ ଚଳଚ୍ଚିତ୍ର ସାଇ ସହିତ ଦକ୍ଷିଣ ଭାରତୀୟ ସିନେମାରେ ପ୍ରବେଶ କରିଥିଲେ, ଯେଉଁଠାରେ ସେ ଅନେକ ସ୍ମରଣୀୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ତାମିଲ ଚଳଚ୍ଚିତ୍ର ଗଜନୀ 2005ରେ ତାଙ୍କର ଡବଲ ରୋଲ୍ ବହୁତ ଲୋକପ୍ରିୟ ହୋଇଥିଲା। ପରେ ସେ ହିନ୍ଦୀ ରିମେକ୍ ଗଜନୀରେ ଏହି ଭୂମିକାକୁ ପୁଣି ଅଭିନୟ କରିଥିଲେ। ସେ କନ୍ନଡ଼ ଚଳଚ୍ଚିତ୍ର ପାରୋଡି, ମାଲୟାଲମ ଚଳଚ୍ଚିତ୍ର ଚାଇନା ଟାଉନ, ବଙ୍ଗଳା ଚଳଚ୍ଚିତ୍ର ହିରୋ 420 ଏବଂ ଭୋଜପୁରୀ ଚଳଚ୍ଚିତ୍ର କ୍ରାକ୍ ଫାଇଟରେ ସେ ମଧ୍ୟ ଅଭିନୟ କରିଥିଲେ।